ସାଙ୍ଗମାନେ ଆମେ ଟିକେ ବନେଇବା ଝାଲମୁଢ଼ି। ଝାଲମୁଢ଼ି ପାଇଁ ମୁଁ ସବୁ ଏଠି ଆମର ସାମାନ ରଖିଦେଇଛି। ଚାଲନ୍ତୁ ଦେଖିବା କ'ଣ କ'ଣ ମୁଁ ରଖିଛି। ଆମର ଏଠି ଝାଲମୁଢ଼ି ପାଇଁ ମୁଁ ନେଇଛି ମୁଢ଼ି, ଏଠି କଟା ପିଆଜ, ଗଜା ସୋଲା, ଲେମ୍ବୁ, ଆମର ଏଠି ବିଟ ଲୁଣ ବା କଳା ଲୁଣ, ଏଠି ଆମର କାକୁଡ଼ି ରଖିଛି, ଗଜା ମୁଗ ରଖିଛି, ସୋରିଷ ତେଲ ବି ରଖିଛି। ପ୍ରଥମେ ମୁଁ ସୋରିଷ ତେଲ ପକାଇ ଦେଉଛି। ତାପରେ ମୁଁ ଦେଇଦେଲି ଗଜା ମୁଗ। ବଢ଼ିଆ ଗଜା ହେଇଛି ମୁଗ ଗୁଡ଼ିକ, ଦେଖୁଥିବେ ସାଙ୍ଗମାନେ, ବଢ଼ିଆ ସୁନ୍ଦର ଭାବରେ ଗଜା ଫୁଟି ଯାଇଛି। ଆମର ଏଠି ଗଜା ସୋଲା ବେଶୀ ସୋଲାଟା ଟିକେ ଟାଣିଆ ଜିନିଷ ନା, ସେ ଟିକେ ମାନେ ବେଶୀ ସମୟ ଲାଗିବ ଗଜା ଫୁଟିବାକୁ। ମୁଗଟା ଆମର ଅତି ଶୀଘ୍ର ହେଇଯିବ। ପିଆଜ ଦେଇଦେଲି, ତାପରେ ଟିକେ ଲେମ୍ବୁ ଚିପୁଡ଼ି ଦେବା। ଲେମ୍ବୁ ଚିପୁଡ଼ି ଦେଲି, ତାପରେ ଟିକେ ବିଟ ଲୁଣ ଦେଇଦେବା। ତାପରେ ମୁଁ ଟିକେ ଲଙ୍କା ଗୁଣ୍ଡି ପକାଇଦେବି। କାକୁଡ଼ି କୁଚେଇକି ମୁଁ ଏଥିରେ ପକାଇଦେଲି। ଲଙ୍କା ଗୁଣ୍ଡ ସ୍ଲାଇଟ୍ ଟିକେ ପକାଇବା, ରାଗ ଲାଗିବ। କଞ୍ଚା ଲଙ୍କା ପକାଇବା କଥା, କଞ୍ଚା ଲଙ୍କା ନାହିଁ, ଲଙ୍କା ଗୁଣ୍ଡରେ ଚଳାଇଦେବା। ହଉ ସାଙ୍ଗମାନେ, ମୁଁ ବର୍ତ୍ତମାନ ଆକୁ ଗୋଳେଇ ଦେଉଛି। ଉପରେ ଦୁଇଟା ମୁଁ ମିକ୍ସଚର ବୁଣି ଦେଉଛି। ମିକ୍ସଚର ସାଙ୍ଗମାନେ, ଆମର ରେଡ଼ି ହେଇଗଲା ଝାଲମୁଢ଼ି। ଏବେ ଆମେ ଖାଇକି ଦେଖିବା ଝାଲମୁଢ଼ିଟା କେମିତି ଲାଗୁଛି। ସାଙ୍ଗମାନେ, ଆପଣମାନେ ଯଦି ଖାଇବେ ଆସନ୍ତୁ, ସାଙ୍ଗ ହେଇ ଖାଇବା। ସାଙ୍ଗ ହେଇ ଖାଇଲେ ସେ ମଜାଟା ଅନ୍ୟ ପ୍ରକାର। ଜାଣିଥିବେ ସାଙ୍ଗମାନେ, ଏକୁଟିଆ ଖାଇବା ଆଉ ସାଥି ହୋଇ ଖାଇବା କେତେ ସୁନ୍ଦର ସିଏ ମୁହୂର୍ତ୍ତ। ହଉ ସାଙ୍ଗମାନେ, ବର୍ତ୍ତମାନ ମୁଁ ଖାଇବା ଆରମ୍ଭ କରୁଛି। ମୋ ଭିଡ଼ିଓ କେମିତି ଲାଗୁଛି ଆପଣମାନେ ନିହାତି ମୋତେ କମେଣ୍ଟରେ ଜଣାଇବେ। ସବସ୍କ୍ରାଇବ୍ କରିଦେବେ ନିଶ୍ଚିତ। ତ ପ୍ରତି ଭିଡ଼ିଓ ଆପଣମାନଙ୍କ ପାଖକୁ ପଠାଉଛି। ଆପଣମାନେ ମୋ ଭିଡ଼ିଓ ଗୁଡ଼ିକ ଦେଖୁଛନ୍ତି, ଲାଇକ୍ ସେୟାର ବି କରୁଛନ୍ତି, ସବସ୍କ୍ରାଇବ୍ଟା ନିଶ୍ଚିତ କରିବେ। ଏତିକି ମୋର ଅନୁରୋଧ ଆପଣମାନଙ୍କୁ ରହିଲି। ଆଉ ଏମିତି ଆପଣମାନେ ବନେଇକି ଆପଣମାନଙ୍କ ଘରେ ଖାଆନ୍ତୁ। ଏ ପ୍ରତ୍ୟେକ ଖାଇବାର ଆପଣମାନେ ମଜା ନିଅନ୍ତୁ। ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।